ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ବାଲେଶ୍ୱରର ପୀଡ଼ିତା ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ, କିନ୍ତୁ କାଲି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏବଂ ବର୍ତ୍ତମାନ ସୌମ୍ୟାଶ୍ରୀଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ନିଜ ଗାଁରେ ପହଞ୍ଚି ସାରିଛି। ଏଇ ଘଟଣାକୁ ନେଇ ଆପଣ କଣ କହିବେ? ଆଉ ସବୁଠୁ ବଡ କଥା ହେଉଛି ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହେଲା ଏବଂ ବିଳମ୍ବିତ ରାତିରେ ମଧ୍ୟ ତାଙ୍କର ପୋଷ୍ଟମର୍ଟମ କରାହେଲା, ଯାହାକୁ ନେଇ ବିରୋଧୀ ଉଭୟ ବିରୋଧୀ କଂଗ୍ରେସ ଆଉ ବିଜେଡି ଅଡି ବସିଛନ୍ତି ବା ବିରୋଧ କରୁଛନ୍ତି। ଏ ଘଟଣାକୁ କଣ କହିବେ ସାର୍? ଦେଖନ୍ତୁ, ବାଲେଶ୍ୱର ଏଫ୍ଏମ୍ ଅଟୋନମସ୍ କଲେଜରେ ଯେଉଁ ଛାତ୍ରୀ ଜଣକ ସୌମ୍ୟାଶ୍ରୀ ଆତ୍ମଦାହ ଉଦ୍ୟମ କରିଥିଲେ, ସେ ଲଗାତାର ପ୍ରାୟ 70 ଘଣ୍ଟା ଜୀବନ ମନସ୍ଥ କରି ଶେଷରେ ହାରି ଯାଇଛନ୍ତି। କାଲି ରାତିରେ ତାଙ୍କର ପରଲୋକ ହେଇଯାଇଛି ଏବଂ ରାତିରେ ହିଁ ତାଙ୍କର ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ଆଜି ସକାଳୁ ତାଙ୍କ ଗାଁ ପଲାସିଆ ବାଲେଶ୍ୱର ପାଖରେ ସେଠି ଯାଇକରି ମର ଶରୀର ପହଞ୍ଚି ଏବଂ ଆଉ କିଛି ସମୟ ପରେ ଯାହା ଟେଲିଭିଜନ ପରଦାରେ ଦୃଶ୍ୟମାନ ହଉଛି, ଆଉ କିଛି ସମୟ ପରେ ତାଙ୍କର ପାର୍ଥିବ ଶରୀରକୁ ପୁଣି ଦାହ କରାଯିବ। ୟାର ଭିତରେ 2-3ଟି ଘଟଣା କେବଳ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି। ତାହେଲେ କାଲି ଯଦି ରାତିରେ ଯେଉଁମାନେ ସବୁ ତାଙ୍କର ପରିବାର ଲୋକ, ସେ ତ ନିଶ୍ଚିତ ଭାବରେ ସେଠି ହସ୍ପିଟାଲରେ ଉପସ୍ଥିତ ଥିଲେ ଏବଂ କାଲି କିନ୍ତୁ ଦେଖାଗଲା ତାଙ୍କର ମୃତ୍ୟୁ ଖବର ମିଳିବା ପରେ ପରେ ସେଇ ହସ୍ପିଟାଲ ପରିସର ପାଖରେ ହିଁ ସତେ ଯେମିତି ସେମାନେ ସବୁ ଅପେକ୍ଷା କରିଥିଲେ। ସେମାନେ ସାଙ୍ଗେ ସାଙ୍ଗେ ପ୍ରତିବାଦ କରିବା ଆରମ୍ଭ କରିଦେଲେ, ଧାରଣାରେ ବସିବା କିଛି ଲୋକ ଆରମ୍ଭ କରିଦେଲେ। ତାପରେ ମଧ୍ୟ ଦେଖାଯାଉଛି ଆଜି ମଧ୍ୟ ଯେତେବେଳେ ତାଙ୍କର ଏଇ ସମସ୍ୟାଙ୍କର ମର ଶରୀରକୁ ତାଙ୍କ ଗାଁକୁ ନିଆଯାଉଛି, ସେତେବେଳେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପ୍ରତିବାଦର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିଲେ ମଧ୍ୟ କିନ୍ତୁ ମୋଟାମୋଟି ଭାବରେ ଯାହା କୁହାଯାଉଛି ତାଙ୍କର ପ୍ରତିବାଦର କାରଣ ହେଉଛି, ପ୍ରଥମ କାରଣ ହେଲା ଯେ କାହିଁକି ରାତିରେ ପୋଷ୍ଟମର୍ଟମ କରାଯାଉଛି। ଅନେକ ଲୋକ ଏହାକୁ ବୁଝିବା କଥା ଯେ ଏଇଟା ଗୋଟେ କିଛି ନିହାତି ଅତ୍ୟନ୍ତ ଇମର୍ଜେନ୍ସି ସିଚୁଏସନରେ ଯୋଉଠି ଆବଶ୍ୟକତା ଅନୁଭବ କରାଯାଉଛି ପ୍ରଶାସନ, ସେଇ ସବୁ ଜାଗାରେ ଏ ପ୍ରକାର ପରିସ୍ଥିତିରେ ମଧ୍ୟ ପୋଷ୍ଟମର୍ଟମ କରିବାର ବିଧି ଅଛି। ଯଦି ବିଧି ନଥାନ୍ତା, ସେ ଏମ୍ସ ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ସରକାର ତ ନିଜେ ଏ ବିଷୟରେ ତତ୍ପର ହେଇକିରି ସବୁ କଥା ବୁଝୁଛନ୍ତି। ଆଉ କଣ ସରକାର କଣ ଗୋଟେ ବେନିୟମ ଭାବରେ ସେଠି ପୋଷ୍ଟମର୍ଟମ କରିଦେଲେ? ଦ୍ୱିତୀୟ କଥା ହଉଛି, ରାତିରେ ପୋଷ୍ଟମର୍ଟମ କଲେ ଆଉ ସକାଳୁ ପୋଷ୍ଟମର୍ଟମ ଯଦି ଦିନରେ କରିଥାନ୍ତେ, ହଁ ନିୟମ ଅଛି ଦିନରେ କରିବା ପାଇଁ, ସୂର୍ଯ୍ୟାସ୍ତ ପରେ ଆଉ ପୋଷ୍ଟମର୍ଟମ ନ କରିବା ପାଇଁ, କିନ୍ତୁ ସ୍ଥଳ ବିଶେଷ ନିୟମକୁ ମଧ୍ୟ ବ୍ୟତିକ୍ରମ କରାଯାଇପାରେ ଏବଂ ସେ ଅନୁସାରେ ପରିସ୍ଥିତିକୁ ଆଖି ଆଗରେ ରଖି କାଲି ରାତିରେ ହିଁ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା। ନମ୍ବର 2, ଯୋଉ ପ୍ରତିବାଦ ଯୋଉମାନେ ସବୁ କରୁଛନ୍ତି, ସେମାନେ ଦାବି କରୁଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବ। ଆଜ୍ଞା, ନ୍ୟାୟଟା କେମିତି ମିଳିବ? ନ୍ୟାୟଟା ତ ସାଙ୍ଗେ ସାଙ୍ଗେ ଘଟଣା ହଉ ହଉ ଯାହାଙ୍କ ନାଁରେ ଅଭିଯୋଗ ହୁଏ ତାଙ୍କୁ ତ କୋଉଠି ଫାଶୀ ଦେଇ ଦିଆଯାଏନି ନା। ଏ ଦେଶର ଆଇନ କାନୁନର ତ ପୁଣି ଗୋଟେ ଦେଶ ଅଛି, ଆମ ଦେଶ ତ ଆଇନ କାନୁନରେ ଚାଲେ। ଏବଂ ଯେଉଁମାନେ ଦାବି କରୁଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବ, ତାଙ୍କ ନ୍ୟାୟଟା ମିଳିବା ପାଇଁ ପୁରା ସରକାର ତ୍ୱରିତ ଆକ୍ସନ ନେଇଛନ୍ତି। ଏତେ ଶୀଘ୍ର ଆକ୍ସନ ମଧ୍ୟ କୌଣସି ସରକାର ନେଇଥିବ ବୋଲିକିରି ଆମେ କେବେ ମାନେ ଅତୀତରେ ମଧ୍ୟ ଅନୁଭବ କରୁନୁ। ଗଲା ସରକାରରେ ତ ଆପଣ ଲକ୍ଷ୍ୟ କରିଥିବେ, ସେମାନେ ସବୁବେଳେ ଅଭିଯୋଗ ଯାହାଙ୍କ ନାଁରେ ହୁଏ ତାଙ୍କୁ ସୁରକ୍ଷା ଦେବା କାମରେ ଲାଗି ପଡ଼ିଥାନ୍ତି ଏବଂ ଏକଥା କଂଗ୍ରେସ ସରକାର ସମୟରେ ମଧ୍ୟ ଦେଖାଯାଇଛି ଏବଂ ବିଜେଡି ସରକାର ବେଳେ ତ ଅନେକ ଥର ଦେଖାଯାଇଛି। ତେଣୁ ଯେଉଁମାନେ ଡିମାଣ୍ଡ କରୁଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବ, ନ୍ୟାୟ ମିଳିବା ପ୍ରକ୍ରିୟା ତ ସରକାର ତୁରନ୍ତ ଆରମ୍ଭ କରିଦେଇଛନ୍ତି। ଯଦି ସେଇ ପ୍ରକ୍ରିୟାଟା ଆରମ୍ଭ ହେଇନଥାନ୍ତା, ତାହେଲେ ହୁଏତ ପ୍ରତିବାଦ କରିବାର କିଛି ଯୁକ୍ତିଯୁକ୍ତତା ଥାନ୍ତା ଯେ ସରକାର ଘୋଡ଼ିବାକୁ ଚେଷ୍ଟା କରୁଛନ୍ତି ଇତ୍ୟାଦି ଇତ୍ୟାଦି। ସରକାର ପ୍ରିନ୍ସିପାଲକୁ ସସ୍ପେଣ୍ଡ କରିଥିଲେ, ଏବେ ଗିରଫ କରିଛନ୍ତି। ତାଙ୍କର ଡିପାର୍ଟମେଣ୍ଟର ହେଡ୍ ଯାହାଙ୍କ ନାଁରେ ଅଭିଯୋଗ ଥିଲା ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ସରକାର ପୁଣି ସବୁ ପ୍ରକାର ତଦନ୍ତ ଯାଞ୍ଚ କମିଟି ବସେଇଛନ୍ତି। ସିଭିଲ ପୋଲିସ ଯାଞ୍ଚ କରୁଛି, କ୍ରାଇମବ୍ରାଞ୍ଚ ପୋଲିସ ଯାଞ୍ଚ କରୁଛି, ସରକାରୀ ସ୍ତରରେ ମଧ୍ୟ
डायरेक्टर हायर एजुकेशन अध्यक्षतार गोटे टीम जाए जांच कर तेणु जांच कार्य तो बलवत्तर रही ए प्रकार एक्शन जहाँ सामयिक भाव हठात नहीं कथा यापर जदि किए आशा कर चाकरी डिसमिस कर दिया कि आउ कौन कर दिया जेल दंड न्याय प्रक्रिया ना सागे सागे तो एमती हो जाए तेणु जो मैंने सब प्रतिवाद कर जना पड़ू सत्य से प्रकार सुजोग को अपेक्षा रखी जहाँ प्रतिवाद करेंगे प्रतिवाद कर तो पुणी गोटे युक्तियुक्तता जहाँ अनुमान करा बाध्य होकर राति पोस्टमार्टम करा कहीं दिन में पोस्टमार्टम करा से शव को जिते से हॉस्पिटल बाहर कर गाँ पर्यंत नहीं था एमाने सब बाटर एभली सीन कर सत्य जमी एमाने जो शासन में थिले से कौन सी प्रकार ये प्रकार कार्य को निजर राजनीति स्थिति रखापी राजनीति माने एभली स्तर को जापारती से मु तो बर्तमान अनुभव कर जो मैंने प्रतिवाद कर बरं से विषय रे प्रतिवाद न करी प्रकार घटना जमती तार जमती आउ थे न घटव एवं शिक्षानुष्ठान गुड़िक शांति से पाठ पढ़ा हम गुणात्मक शिक्षार जमी परिवेश सृष्टि हे से विषय बरं प्रतिवाद कले से विषय बरं सरकार निकट में दाबी रखिले साधारण लोक से लाभवान हे।